ସକାଳର ବ୍ୟସ୍ତତା ଭିତରେ ଯଦି କମ୍ ସମୟରେ ଆଉ ସ୍ୱାଦିଷ୍ଟ କିଛି ବନିଗଲା ତାହେଲେ ତ ସମସ୍ତଙ୍କ ମନ ଖୁସି। ଆଜି ଚାଲନ୍ତୁ କମ୍ ସମୟରେ ଅଟା ଆଉ ବେସନ ଦେଇକି ଗୋଟେ ବହୁତ ହିଁ ବଢ଼ିଆ ରେସିପି ବନେଇବା, ଯାହାକୁ ଆପଣମାନେ ସକାଳର ଜଳଖିଆ ହିସାବରେ ବନେଇ ପାରିବେ, ପିଲାମାନଙ୍କୁ ଟିଫିନ୍ ମଧ୍ୟ ଦେଇପାରିବେ। ବନେଇବା ବହୁତ ସହଜ, ବହୁତ କମ୍ ସମୟରେ ଏଇଟା ବନିଯିବ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ରେସିପି ନିଶ୍ଚୟ ପସନ୍ଦ ଆସିବ। ଭିଡ଼ିଓଟାକୁ ଶେଷ ଯାଏଁ ନିଶ୍ଚୟ ଦେଖିବେ। ଏବେ ଚଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଆଜିର এই ରେସିପି ପାଇଁ ପ୍ରଥମେ ତ ଆମକୁ ଅଟା ଦରକାର। ମୁଁ ଏଠି ଗୋଟେ ବଡ଼ ଜାଗାରେ 1.5 କପ୍ ଭଳିଆ ଅଟା ନେଇଯାଇଛି। ଆପଣମାନେ ଗୋଟେ ମେଜରମେଣ୍ଟ କପ୍ ନେଇଯିବେ, ସେଇଥିରେ ହିଁ ସବୁ ଜିନିଷକୁ ମେଜରମେଣ୍ଟ କରି ଦେବେ। 1.5 କପ୍ ଅଟା ପାଇଁ ମୁଁ ଏଠି ହାଫ୍ କପ୍ ଭଳିଆ ବେସନ ନେଇଥିଲି। ହାଫ୍ ଚାମଚ ଦେଇଦେବା କଳା ଜିରା। କଳା ଜିରାର ଫ୍ଲେଭରଟା ବହୁତ ହିଁ ବଢ଼ିଆ ଆସିବ। ଅଳ୍ପ କସ୍ତୁରୀ ମେଥିକୁ ହାତରେ ଏମିତି ମକଚିକିନା ଦେଇଦେବେ। ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇକି ଆଉ ଗୋଟେ ସଫ୍ଟ ଡୋଟେ ବନେଇଦେବା। ଏକା ସାଙ୍ଗେ ବେଶୀ ପାଣି ଦେବେନି, ଅଳ୍ପ ଅଳ୍ପ ପାଣି ଦେଇକି ଯେମିତି ଆମେ ଅଟା ଚକଟନ୍ତି ସେମିତି ହିଁ ୟାକୁ ଚକଟି ନେବା। ଯଦି ଆପଣମାନେ ସକାଳର ଜଳଖିଆ ହିସାବରେ ଏହି ରେସିପିଟାକୁ ବନେଇବାକୁ ଚାହୁଁଥିବେ ତ ରାତିରୁ ଆପଣମାନେ ଯଦି ଅଟା ଚକଟିକିନା ରଖିଦେଇଥିବେ ତ ମାତ୍ର 10 ମିନିଟ୍ରେ ଏହି ଜଳଖିଆଟା ରେଡ଼ି ହେଇଯିବ। ତ ଏଠି ଦେଖନ୍ତୁ ଅଟାକୁ ମୁଁ ଭଲ ଭାବରେ ଚକୁଟି ନେଇଛି। ଅଟାକୁ ପ୍ରଥମେ ଭଲ ଭାବରେ ଚକୁଟି ସାରିଲା ପରେ ଏବେ ଗୋଟେ ଚାମଚ ଭଳିଆ ତେଲ ନେଇଥିଲି। ଏଇଟା ମୁଁ ରିଫାଇନ୍ ତେଲ ନେଇଥିଲି। ତେଲ ଅଳ୍ପ ହାତରେ ଦେଇକିନା ଏବେ ତାକୁ ଭଲ ଭାବରେ ଚକୁଟି ନେବା। ଅଳ୍ପ ତେଲ ଦେଇକି ଚକୁଟିଲେ କ'ଣ ହେବ ନା, ଆମେ ଯେଉଁ ରେସିପିଟାକୁ ବନେଇବା ସେଇଟା ପୁରା ଖାସ୍ତା ବନିବ। ତ ଏଇଟାକୁ ଏବେ ମୁଁ ଭଲ ଭାବରେ ଚକୁଟି ସାରିଲାଣି। ଏବେ ଆକୁ କଭର କରିକି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ଏବେ ଚାଲନ୍ତୁ ଗୋଟେ ଷ୍ଟଫିଂ ବନେଇବା। ଷ୍ଟଫିଂ ବନେଇବା ପାଇଁ କଡ଼େଇ ଗରମ ହେଲା ପରେ ଗୋଟେ ଚାମଚ ଭଳିଆ ରିଫାଇନ୍ ତେଲ ଦେବା। ତେଲ ଟିକେ ଭଲ ଭାବରେ ଗରମ ହେଇସାରିଲା ପରେ ହାଫ୍ ଚାମଚ ଦେଇଦେବା ଗୋଟା ଜିରା। ଜିରା ଆମର ଟିକେ ଫୁଟିଗଲା ପରେ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ଚୁନ ଚୁନ କରି କାଟି ରଖିଛି। এই ପିଆଜକୁ ଏଠି ଆମେ ଦେଇଦେବା। ପିଆଜକୁ ଦେଇକି ପିଆଜକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ଏଠି ଆମର ପିଆଜ ଟିକେ ଭାଜି ହେଇଗଲାଣି। ପିଆଜ ଆମର ହାଲକା ଭାଜି ହେଲା ଭିତରେ ଏବେ ଆମେ ଏଥିରେ ଅଳ୍ପ ଫୁଲକୋବିକୁ ପୁରା ଦେଖନ୍ତୁ ଚୁନ ଚୁନ କରି କାଟି ନେଇଛି। এই ଫୁଲକୋବିକୁ ଏଠି ଆମେ ଦେଇଦେବା, କାରଣ ଫୁଲକୋବି ଭାଜିବା ପାଇଁ ଟିକେ ସମୟ ନେବ। ସେଇ ଟାଇମ୍ ଭିତରେ ପିଆଜ ବି ଭାଜି ହେଇଯିବ, ଫୁଲକୋବି ମଧ୍ୟ ସିଝିଯିବ। ଯେହେତୁ ମୁଁ ଫୁଲକୋବିକୁ ପୁରା ଛୋଟ ଛୋଟ ଖଣ୍ଡରେ କାଟି ନେଇଛି, ଫୁଲକୋବି ସିଝିବା ପାଇଁ ବେଶୀ ସମୟ ମଧ୍ୟ ଲାଗିବନି। ପିଆଜ ଫୁଲକୋବିକୁ ଆଉ 1ରୁ 2 ମିନିଟ୍ ଭାଜି ସାରିଲା ପରେ ଏଠି ମୁଁ ଦେଇଦେଉଛି ଗୋଟେ ଟମାଟୋ। ଟମାଟୋକୁ ପୁରା ଛୋଟ ଛୋଟ ଖଣ୍ଡରେ କାଟି ଦେଇଛି। ଟମାଟୋକୁ ଏଠି ଦେଇଦେବା। ଟମାଟୋକୁ ଦେଇସାରିଲା ପରେ ଆକୁ ଆମେ ଭଲ ଭାବରେ ଭାଜି ନେବା। ଟମାଟୋକୁ ଦେଇସାରିଲା ପରେ ଟମାଟୋ ଆମର ପାଣି ଛାଡ଼ିବ। ତ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଦେବେ। ତାପରେ ଆପଣମାନେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବେ। ଏବେ ଏଠି ମୁଁ ଅଳ୍ପ ଗାଜରକୁ ପୁରା କଦୁକସ କରି ନେଇଯାଇଛି। ଆପଣମାନଙ୍କୁ ଯେଉଁ ଭେଜିଟେବୁଲ୍ ପସନ୍ଦ ଆପଣମାନେ ସେଇ ଭେଜିଟେବୁଲ୍ এই ରେସିପିରେ ଆଡ଼୍ କରିପାରିବେ। ଏବେ ଚାଲନ୍ତୁ ଦେବା ସ୍ୱାଦ ଅନୁସାରେ ଲୁଣ। ଅଳ୍ପ ଦେଇଥିଲି ହଳଦୀ ଗୁଣ୍ଡ। ରାଗ ଆପଣମାନେ ଯେତିକି ଖାଇବେ ସେହି ହିସାବରେ ଲଙ୍କାଗୁଣ୍ଡ ଦେବେ। ମୁଁ ଏଠି ହାଫ୍ ଚାମଚରୁ କମ୍ ଲଙ୍କାଗୁଣ୍ଡ ଦେଇଥିଲି। ଏବେ ସବୁଯାକକୁ ଭଲ ଭାବରେ ଟିକେ ଗୋଳେଇ ନେବା। ଗ୍ୟାସ୍ର ଫ୍ଲେମ୍କୁ ଏଇ ଜାଗାରେ ହାଇ କରିଦେବେ। ହାଇ ଫ୍ଲେମ୍ରେ ୟାକୁ ଭଲ ଭାବରେ ଆମେ ଭାଜି ନେବା। ତ ଏଠି କୋବି ଆମର ପୁରା ଭଲ ଭାବରେ ସିଝିଗଲାଣି। କୋବି ଭଲ ଭାବରେ ସିଝିଗଲା ପରେ ଏଠି ମୁଁ 3ଟା ସିଝା ଆଳୁକୁ ଭଲସେ ଚକଟି ନେଇଥିଲି। ଏବେ ଏଇ ଚକଟା ଆଳୁକୁ ଏଠି ଦେଇଦେବା। ସିଝା ଆଳୁ ଦେଇସାରିଲା ପରେ ଏବେ ଦେବା ଆମେ ମ୍ୟାଗି ମସଲା। ଆପଣମାନେ ଏହି ରେସିପିରେ ମ୍ୟାଗି ମସଲା ନିହାତି ୟୁଜ୍ କରିବେ, ଦେଖିବେ ତା'ର ଟେଷ୍ଟଟା କେମିତି ଲାଗୁଛି। କିଛି ବି ମସଲା ୟୁଜ୍ କରିବା ଦରକାର ନାହିଁ। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ବାସ୍ ମ୍ୟାଗି ମସଲା ଟିକେ ଦେଇଦେବେ, ବହୁତ ହିଁ ବଢ଼ିଆ ଲାଗିବ। ପିଲାମାନେ ତ ପୁରା ଖୁସିରେ ୟାକୁ ଖାଇବେ। ତ ମ୍ୟାଗି ମସଲା ଦେଇସାରିଲା ପରେ ଏବେ ୟାକୁ ଭଲ ଭାବରେ ଟିକେ ଆମେ ଭାଜି ନେବା। ଗ୍ୟାସ୍ର ଫ୍ଲେମ୍ ତ ଆମର ହାଇ ଅଛି। ହାଇ ଫ୍ଲେମ୍ରେ ଏପଟ ସେପଟ କରିକି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସବୁ ମସଲା ସହିତ ଆଳୁକୁ ଆମେ ଭଲସେ ମିଶାଇ ନେବା। ମସଲା ସହିତ ଆଳୁ ଆମର ଭଲ ଭାବରେ ମିଶିଗଲା ପରେ ଏବେ ଗ୍ୟାସ୍ର ଫ୍ଲେମ୍କୁ ଆମେ ଅଫ୍ କରିଦେବା। ଅଫ୍ କରିକିନା ୟାକୁ ପୁରା ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡ଼ିବା। ଗରମ ଗରମ ଷ୍ଟଫିଂକୁ ଆମେ ୟୁଜ୍ କରିବାନି, କାରଣ ଗରମ ଗରମ ଷ୍ଟଫିଂକୁ ଯଦି ୟୁଜ୍ କରିବେ ରେସିପିଟା ଆମର ଭଲ ବନିବନି, ତ ସେଟା ଫାଟି ଫାଟି ଯିବ। ସେଥିପାଇଁ ୟାକୁ ପୁରା ଭଲ ଭାବରେ ଥଣ୍ଡା କରିବା ପାଇଁ ଛାଡ଼ିବା। ତ 4ରୁ 5 ମିନିଟ୍ ୟାକୁ ରଖିଲା ପରେ ଏଇଟା ଦେଖନ୍ତୁ ଭଲ ଭାବରେ ଥଣ୍ଡା ହେଇଗଲାଣି। ଏବେ ଚାଲନ୍ତୁ ରେସିପିଟା ଷ୍ଟାର୍ଟ କରିବା। ତ ଏଠି ଦେଖନ୍ତୁ ଅଟାକୁ ଯେଉଁ ମୁଁ ଚକୁଟିକି ରଖିଥିଲି, ଅଟା ଆମର ଏଠି ପୁରା ସଫ୍ଟ ହେଇଗଲାଣି। ଦେଖନ୍ତୁ ଏଠି ଆଙ୍ଗୁଠି ଦେଲାଠୁ ଅଟା କେମିତି ପୁରା ତଳକୁ ଦବି ଯାଉଛି। ଅଟା ଏଠି ବଢ଼ିଆ ଭାବରେ ପୁରା ସଫ୍ଟ ହେଇଯାଇଛି। ଏବେ ଗୋଟେ ଛୋଟ ଗୋଳା ନେବା, ଯେମିତି ଆମେ ରୁଟି ବନାନ୍ତି ସେଇ ଟାଇପ୍ର ଗୋଟେ ଛୋଟ ଗୋଳା ନେବା। ସେଇ ଗୋଳାକୁ ବେଲଣା ପଟା ଉପରେ ଦେଇକି ତାକୁ ଭଲ ଭାବରେ ଆମେ ଗୋଲ କରିନେବା। ପୁରା ରାଉଣ୍ଡ ସେପ୍ ବନେଇ ସାରିଲା ପରେ ବେଲଣା ପଟା ଉପରେ ଅଟା ଗୋଳାକୁ ଦେଇକି ତାକୁ ଏମିତି ହାତରେ ଟିକେ ଏପଟ ସେପଟ କରି ଚାପି ନେବେ। ତାପରେ ଅଳ୍ପ ଅଟା ଚୁନା ଉପରେ ଦେଇଦେବେ। ଏବେ ତା'ର ଗୋଟେ ଖଳି ଆମେ ପ୍ରସ୍ତୁତ କରିବା, ଯେମିତି ଆମେ ମଣ୍ଡା ପିଠା ବନାନ୍ତି ସେଇ ଟାଇପ୍ର ଏମିତି ହାତରେ ପ୍ରେସ୍ କରି କରି ତା'ର ଗୋଟେ ଖଳିଟେ ବନେଇ ନେବା।
दुई साइड को आपण मैंने टिके पतला करुवे आ सेंटरटा को टिके मोटा रखिथे। एबे देखंतु जमती मु बनाऊँगी आपण मैंने सेमिति ही या बनइबे। दुई साइड को एमती चापी चापी ताको टिके पतला करने सेंटरटा को टिके मोटा रखिथे। तो एबे हमर खली पूरा प्रस्तुत हो गला। एबे चलंतु ए खली उपरे आमे बनेक रखिथिबा स्टफिंग को ऐड करबा। तो मैं ये गोटे चामच भलिया देइथिली स्टफिंग। एबे ताको आमे कवर करनबा। तो एबे देखंतु दुई साइड को एमती मोड़ी मोड़िका आकु एमती कवर करनेबे। जेमिति आमे आलू परोटा बनाती बस सेई टाइप रे ही आपण माने बनइबे। मुझे स्टफिंग टी अधिक देइथिली। तो ये देखो यहाँ जो एमती टिके बाहर को पलि आसमती आस्ते 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 हाथ में पूरा कभर करने। तो यहाँ देखो पूरा ये कभर हो गला। कभर हो गला पर या बेलना पट्टा पर रखीदे। ऊपर अल्प टिके अटा चूना देबे। अल्प टिके अटा दे सारापर एवं आम हाथ में पूरा हल्का हल्का भाव में प्रेस कर जेतिकी आपण माने हाथ में पूरा आराम से करें से पर्यंत आपको आम प्रेस करवा। जमी आपण माने काकरा पिठा बनाती ना बस से टाइप ही या बनइबे। एपट सेपट करके टिके आम प्रेस कर सारापर एबे देखंतु आमर एटा पूरा गोटे काकरा पिठा सेप्र हो गलानी। तो बस एतिकी बड़ ही बनइबे। आठू बेसी बड़ मध्य बनइबा किसी आवश्यकता नहीं। तो यहाँ देखंतु आम पूरा रेडी हो गलानी। एटा प्रथम जलखिया आमर पूरा रेडी। एबे चलंतु आको गोटे प्लेट रखी नबा। सेम प्रोसेस रे आमे चलंतु आ गोटे बनइबा। मुझे गोटे खली बनई तापर मझे स्टफिंग दबा। स्टफिंग दे सारापर आपको दुई साइड रू एमती भल भाव में कवर करनबा। तो ये देखो मुझे स्टफिंग दे सारापर दुई साइड को एमती जमती मोमो को आम मोड़ती बस से टाइप ही आपको एमती मोड़ी मोड़िका पूरा गोटे सेप बन नबा। तो ये देखो केते आराम से पूरा हो जाऊँगी। बनइबाटा बहुत ही सहज। यहाँ पूरा आमर कभर हो गला। कभर हो सारापर एबे आपको बेलना पट्टा पर रखी हल्का हल्का भाव में चापी नबा जमती आमर गोटे काकरा पिठा सेप्र यहाँ हो। जेहेतु एथिरे आलू स्टफिंग दिखाई पिला माने तो यहाँ पूरा खुशी रे खाइबे। तो आपण माने यहाँ थरे निहाती ट्राए करेंगे। पिलाठू बड़ा समस्त को ये रेसिपीटा खाइबापी बेस भल लगे। प्रथम जलखिया को आम जमी बनई यहाँ सेमती बनईदबा। एपट सेपट करके हल्का हल्का भाव में टिके दबे ने। तो देखो यहाँ धीरे धीरे गोटे काकरा पिठा सेप्र हवाक लगलानी। तो ये आमर दुईटा जलखिया पूरा रेडी। एबे चलतु गैस ऑन करी गोटे तावा बसैबा। तावा को भल भाव में गरम हो सारापर एबे बनई जलखिया को तावा पर दबा। एपट सेपट करी टिके आम सेकी नबा। गोटे रू 2 मिनट एपट सेपट कर सेकी सारापर एथिरे आम ऐड करबा तेल। आपण माने तेल घी कि बटर किछि भी दे परिबे। रिफाइन तेल यूज करथिली। एठी टोटाली एई परटारे आमे गोटे चामच भलिया रिफाइन तेल यूज करबा। प्रथमे हाफ चामच तेल गोटे साइड रे दबा। तापर आरपट साइड रे आउ हाफ चामच तेल आमे ऐड करबा। गैस रो फ्लेम को लो रखिथिबे। लो फ्लेम रे याको एपट सेपट करके 2 ରୁ 3 मिनट पे सेकी नबा। जेमिति हमर कलरटा पूरा गोल्डन ब्राउन कलर हो जिवो। बस एटा बढ़िया भाव में सेकी गला पर खाइबा पे एटा बहुत ही भल लगे। तो देखंतु एटा गोटे पट केते सुंदर भाव में सेकी गलानी। बस याको एपट सेपट करके आमे याको भल भाव में सेकी नबा। आपण माने सेकिला बेले गैस रा फ्लेम को बिल्कुल भी हाई करेंगे। लो फ्लेम रे रखिकिना एपट सेपट करके भल भाव में सेकी नेबे। कारण गैस रा फ्लेम हाई रखिले एटा जल्दी पोड़ी जिवो किंतु भितर भल भाव में सिझी नथिबो। प्रथमे गैस रा फ्लेम को हाई रखिकिना तावा को भल भाव में गरम करनेबे। तापर गैस रा फ्लेम को बिल्कुल लो करदेबे। लो फ्लेम रे याको एपट सेपट करके भल भाव में आमे सेकी नबा। तो ये देखो 2 ରୁ 3 मिनट पर आमर ये परोटाटा ये पूरा रेडी हो गलानी। आशा करछि आपण मानको आज रेसिपी निश्चय पसंद आसिथिबो। पुणी आसीबी गोटे नुआ रेसिपी नहीं। से पर्यंत रहउछि नमस्कार। जय जगन्नाथ।